सलिता दुख तेले जले मन जड़ाई जुई रे गोमतीर तीरे गोमतीर तीरे कथा देइथिला आसेबाकु प्रिया एई गोमतीर तीरे 14 बरस बीते तो गलाणी तुम कथा खाली दूरे काई अछ तुमे देखा दियो बारे काई अछ तुमे देखा दियो बारे नयनु मो लुह झरे गोमतीर तीरे गोमतीर तीरे गोमतीर तीरे। ए कौन जड़े किशोरी नौका नहीं ठीक यही दिगरे आसुची मन हो गोटे पारी हेबा घाट। जाए नदी किसी जल पीनी
ମନେ ହେଉଛି ସତେ ଯେପରି ସ୍ୱର୍ଗର ଅପ୍ସରୀ ଏ ମର୍ତ୍ତ୍ୟଧାମକୁ ଓହ୍ଲାଇ ଆସିଛି। କଣ ଠାକୁର, ତୁମେ ଏକା ଏକା ଚୁପ୍ ହୋଇ ଗଛ ତଳେ ବସିଛ କାହିଁକି? ସେପାରିକୁ ଯିବ ଯଦି ଚାଲ। କଣ କିଛି କହୁନାହ ଯେ? ନା ନା, ମୁଁ ସେପାରି ଯିବି କାହିଁକି? ଆଚ୍ଛା, ତୁମେ କିଏ? ମୁଁ ଜଣେ କୈବର୍ତ୍ତ ଘରର ଝିଅ। ତୁମର ନିବାସ କେଉଁଠାରେ? ତୁମେ କାହାର ସ୍ତ୍ରୀ? ହେ ପଥିକ ଠାକୁର, ତୁମେ ତ ପାରିହେବା ଲୋକ। ମୋ ସାତ ପୁରୁଷର ପରିଚୟ ନେଇ ସାରିଲେ ପାରିହେବ ନା କଣ? ହେଇ ଦେଖ, ଏଇ ଯୋଉ ବଡ ପାହାଡ ଦେଖାଯାଉଛି, ସେଇ ପାହାଡ ପାଖରେ ମୋର ଘର। ମୋର କେହି ନାହାନ୍ତି। ଏଇ ଘାଟରେ ପାରି କରିବା ମୋରି ବେଉସା। ଏବେ ହେଲା ତ, ଆସ ଆସ, ପାରି ହେବ। ନା ନା, ମୁଁ ସେପାରିକି ଯିବି କାହିଁକି? ସେ ତ ଏଠାକୁ ଆସିବ ବୋଲି କହିଥିଲେ। ଠାକୁର, କିଏ ତୁମକୁ ଏଠାକୁ ଆସିବାକୁ କହିଥିଲେ? ନା ନା, ତୁମେ କିଛି ବୁଝିପାରିବ ନାହିଁ। ତା ତ ସତ, ମୁଁ ବୁଝିବି କେମିତି? ମୋର ବୟସ 14, ପାଠ ପଢିନି, ମୂର୍ଖ ଝିଅ। ଏ ଘାଟ ପାରି କରିବା ତ ସବୁବେଳେ ବ୍ୟସ୍ତ। ମୁଁ ଆପଣଙ୍କ କଥା ବୁଝିବି କେମିତି? ଆଚ୍ଛା, ତୁମେ ସେପାରିକୁ ଯିବ ଯଦି ଚାଲ। ମୁଁ ତ ପାରି ହେବା ପାଇଁ ତୁମକୁ ଡାକି ନାହିଁ। କଥାର ଭଙ୍ଗୀ ଶୁଣ। ସମସ୍ତେ କଣ ମତେ ଡାକନ୍ତି? ମତେ ନ ଡାକିଲେ ମଧ୍ୟ ଆସିବାକୁ ପଡେ। ମୋ ଘାଟରେ ବସିଲେ ମୁଁ ଜାଣିପାରେ ଯେ ଏଇ ଲୋକ ନିଶ୍ଚୟ ପାରିହେବ। ଆହେ ପଥିକ ଠାକୁର, ଆସ, ବେଳ ଚାଲି ଯାଉଛି ଯେ। ଆର ପରିକି ଯିବ ପରା। ଉଠ ଉଠ ଠାକୁର। ଇଏ କଣ? କି ଆଶ୍ଚର୍ଯ୍ୟ କଥା! ମୋ ହାତ ଧରି ଟଣାଟଣି କରିବାର କାରଣ କଣ? ଏଥିରେ ପୁଣି ଆଶ୍ଚର୍ଯ୍ୟ ହେବାର କଣ ଅଛି? ମୁଁ କେତେ ଲୋକଙ୍କୁ ହାତ ଧରି, ପାଦ ଧରି, କୋଳ କରି, କାନ୍ଧରେ ବସାଇ ପ୍ରତିଦିନ ତ ପାରି କରୁଛି। ଆଉ ତୁମେ ପାରି ହେବା ପାଇଁ ହାତ ଧରି ଉଠାଇଲେ ବୋଲି ଆଶ୍ଚର୍ଯ୍ୟ ହେଉଛ କାହିଁକି? ଉଠ, ଚାଲ, ପାରି ହେବ ପରା। ହଉ, ଚାଲ। ତୁମେ ଏଇ ଜାଗାରେ ବସ ଠାକୁର, ମୁଁ ନୌକା ଚଳାଉଛି। ଆଚ୍ଛା, ଏଇ ନଦୀର ନାମ ଗୋମତୀ ନା? ହଁ, ଏଇ ନଦୀର ନାମ ଗୋମତୀ ନଦୀ। ଏଇ ପାହାଡ଼ର ନାମ ମଇନାବତୀ ପାହାଡ଼ ତ? ହଁ ଠାକୁର, ଇଏ ମଇନାବତୀ ପାହାଡ଼। କଣ ହେଲା କି? ସେ କଥା ଦେଇଥିଲେ ଏଇଠାରେ ଦେଖାଦେବେ। ତୁମେ କାହା ସଙ୍ଗେ ଦେଖା କରିବାକୁ ଆସିଛ ଠାକୁର? ହଁ, କେଉଁଠାରେ ଦେଖା ହବ ମୁଁ ଜାଣିନି। ହଉ, ମୁଁ ଗୋଟେ ଗୀତ ଗାଉଛି, ଶୁଣ।
ତ ନୌକା ଲାଗିଲାଣି। ଏଥର ଓହ୍ଲାଇ ପଡ଼ନ୍ତୁ ପଥିକ ଠାକୁର। ଠାକୁର, ଆଜି ରାତ୍ରିରେ ତୁମେ କେଉଁଠି ରହିବ? ରହିବି ଆଉ କେଉଁଠି? ସନ୍ନ୍ୟାସୀ ଲୋକ ବୃକ୍ଷ ତଳେ ଆଶ୍ରୟ ନେବି। ମୁଁ ତ ସେପାରିରେ ରହିଥାନ୍ତି, ତୁମେ ମୋତେ ଏପାରିକୁ ଜୋର କରି ନେଇ ଆସିଲ। ନା ନା ଠାକୁର, ଗଛ ତଳେ ରହିବ କାହିଁକି? ଚାଲ, ତୁମେ ଆଜି ରାତ୍ରିରେ ମୋର ଘରେ ରହିଯିବ। ତାପରେ ମୁଁ ଯେତେବେଳେ ଜୋର କରି ଏପାରିକୁ ନେଇ ଆସିଛି, ସେଥିପାଇଁ ମୋର ପୁଣି ଦାୟିତ୍ୱ ଅଛି ତ। ଠିକ୍ ଅଛି, ଚାଲ। ମୁଁ ତ ଜାତିରେ କୈବର୍ତ୍ତ, ତୁମେ ତ ମୋ ହାତରୁ ଖାଇବ ନାହିଁ। ମୁଁ ରାନ୍ଧିବା ପାଇଁ ସବୁ ଆୟୋଜନ କରିଦେବି, ତୁମେ ରାନ୍ଧିଦେବ ନା କ'ଣ କହୁଛ ଠାକୁର? ହଁ, ଠିକ୍ ଅଛି। ଦେଖ ଠାକୁର, ତୁମେ କିନ୍ତୁ ଆଜି ରାତ୍ରିଟା ମୋରି ଘରେ ରହିବ। ଆଗାମୀକାଲି ଚାଲିଯିବ। ତା ନହେଲେ ପଡ଼ୋଶୀ ଲୋକ କ'ଣ ଭାବିବେ କୁହ ତ? ବେଶୀ ଲୋକ ଏଠି ନଥିଲେ ମଧ୍ୟ 5 ଘର ଲୋକ ମୋରି ଚାରି ପାଖରେ ବାସ କରନ୍ତି। କିଛି ଦୂରରେ ଦୁର୍ଗାପୁର ଗ୍ରାମ, ସେଠାରେ ଆମ ଜମିଦାରଙ୍କ ଘର। ଆଚ୍ଛା, କାଲି ଜମିଦାରଙ୍କ ସହିତ ଦେଖା କରି ସେଠାରେ ସ୍ଥାୟୀ ବସବାସର ବ୍ୟବସ୍ଥା କରିବି। ଦେଖ ଠାକୁର, ଏ ଯେଉଁ ଆଲୁଅ ଆଗରେ ଜଳୁଛି, ତାରି ପାଖ କୁଟୀରଟି ଆମର। ସନ୍ଧ୍ୟା ତ ହେଲାଣି। ଏ ଘର ପିଣ୍ଡାରେ ମସିଣା ପାଇ ଦେଇଛି। ଆସ, ଏଇଠି ବସ। ଏଇ ଢାଳ ଜଳରେ ହାତ ମୁହଁ ଧୋଇ ଦିଅ। ତୁମର ପାଦ ଦେଖାଅ, ମୁଁ ଧୋଇଦେବି। ଥାଉ, ମୁଁ ନିଜେ ଧୋଇଦେବି। ନା ନା ଠାକୁର, ତୁମେ ସନ୍ନ୍ୟାସୀ, ତାପରେ ମୋ ଘରକୁ ଆସିଛ। ତୁମର ପାଦ ଧୋଇଦେବା ମୋରି କାର୍ଯ୍ୟ। ଗୃହସ୍ଥ ହୋଇ ନ କଲେ ମୋର ବହୁ ପାପ ହେବ ଯେ। ତୁମେ ଏଠାରେ ବସ ଠାକୁର, ମୁଁ ଟିକେ ଗୋ ସେବା କରି ସନ୍ଧ୍ୟା ଦୀପ ଲଗାଏ। ରୋଷେଇ ପାଇଁ ସମସ୍ତ ଆୟୋଜନ କରିଦେଇଛି। ଏ ରୋଷେଇ ଘରକୁ ଆସ ଠାକୁର। ରୋଷେଇ ଶୀଘ୍ର ସରିଲେ ଆମେ ଖାଇବା। ମୁଁ ଏଇ ଘର ଭିତରେ ଶୟନ କରିଛି। ସେଇ ପିଣ୍ଡାରେ ସେଜ ପାରି ଦେଇଛି। ସେଠାରେ ତୁମେ ଶୟନ କର ଠାକୁର। ଦ୍ୱାର ଖୋଲା ଥାଉ।